ଆସନ୍ତୁ ପ୍ରଥମେ ଜାଣିବା ମେଷରାଶି ବ୍ୟକ୍ତି ବିଷୟରେ। ଆଜି ଚନ୍ଦ୍ରଯୁକ୍ତ କେତୁ ଷଷ୍ଠସ୍ଥ ହେତୁ ଦୂରଯାତ୍ରାରେ ଅପବ୍ୟୟ ଜନିତ ମନସ୍ତାପ କରିପାରନ୍ତି। ବାଣିଜ୍ୟ, ପରିବହନ, ମନୋରଞ୍ଜନ, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ବାଧା ରହିବ ନାହିଁ। ଘରକୁ ପ୍ରିୟ ବନ୍ଧୁ ଆସିବେ, ମାତ୍ର ଫେରିବା ସମୟକୁ ମନ ଦୁଃଖ କରି ବହୁତ କଥା ଶୁଣାଇ ପାରନ୍ତି। କାର୍ଯ୍ୟବ୍ୟସ୍ତତା କାରଣରୁ ଅବସାଦ ଦେଖାଦେଇପାରେ। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତ୍ତି ସଫଳ ସାବ୍ୟସ୍ତ ହେବ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଏ ଥିଲା ମେଷରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା ବୃଷରାଶି ବିଷୟରେ। ଚତୁର୍ଥାଧିପତି ଧନସ୍ଥ ଯୋଗୁଁ ଅର୍ଥଲାଭ ସହିତ ମାଦକତା ଭରା ପାରିବାରିକ ଜୀବନକୁ ଉପଭୋଗ କରିବେ। ସାମୟିକ ସ୍ୱାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦୌଡ଼ କରିବାକୁ ପଡ଼ିବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପ୍ରଭୁଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜବୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଏ ଥିଲା ବୃଷରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତି ବିଷୟରେ। ଦ୍ୱିତୀୟସ୍ଥ ବୁଧ ଓ ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କର ଉପସ୍ଥାପନା ପ୍ରଣାଳୀ ଶ୍ରୁତି ମଧୁର ହେବା ସହିତ ବହୁଜନ ପ୍ରଶଂସିତ ହେବେ। ଇଚ୍ଛା ନଥିଲେ ମଧ୍ୟ ବାହାରକୁ ଯିବାକୁ ପଡ଼ିପାରେ। ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନ କଥା ପ୍ରକାଶ କରିପାରିବେ ନାହିଁ। ଆତ୍ମୀୟମାନଙ୍କର ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି। ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କର ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଭଲ ରହିବ। ଏ ଥିଲା ମିଥୁନ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତି ବିଷୟରେ। ତୃତୀୟସ୍ଥ ଚନ୍ଦ୍ର ଓ କେତୁ ଜନିତ ବନ୍ଧୁ ଆପଣଙ୍କ ନିକଟରୁ ଦୂରେଇ ଯାଉଥିବାର ଅନୁଭବ କରିବେ। ଶୁକ୍ରଙ୍କର ସୁପ୍ରଭାବରେ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ। ଷଷ୍ଠାଧିପଙ୍କର ପ୍ରଭାବରେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ। ମାଲି ମକଦ୍ଦମାରେ ସ୍ଥିତି ଅନୁକୂଳ ରହିପାରେ। ନିର୍ମାଣ, ପରିବହନରେ ସମସ୍ୟା ଦେଖାଦେବ। ସକାରାତ୍ମକ ମନୋଭାବରେ ରୁହନ୍ତୁ। କାମ କରିବା ସହଜ ହେବ। ବ୍ୟବସାୟରେ ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ଏ ଥିଲା କର୍କଟ ରାଶି ବ୍ୟକ୍ତି ବିଷୟରେ। ଆସନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତି ବିଷୟରେ। କର୍ମସ୍ଥାନରେ ଗୁରୁ ମଙ୍ଗଳ ଅବସ୍ଥାନ କରିଥିବାରୁ କୌଣସି କର୍ମ ଆରମ୍ଭ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିପାରେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ଲାଗି ଫନ୍ଦି ଫିକର କରିପାରନ୍ତି। ବ୍ୟବସାୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଆପଣଙ୍କର ମନ ପ୍ରସନ୍ନ ରହିବ। ଆପଣଙ୍କର କାମ ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିବ। ଗଣମାଧ୍ୟମ, ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତାଇବେ। ଗଣମାଧ୍ୟମ ଓ ସଞ୍ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ଏ ଥିଲା ସିଂହ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତି ବିଷୟରେ। ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଭାଗ୍ୟସ୍ଥ ଗ୍ରହ ପ୍ରଭାବରୁ କର୍ମକ୍ଷେତ୍ର, ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ ହୋଇପାରିବ। ନିଜର ସ୍ୱାର୍ଥ ହାସଲ ପରିପ୍ରେକ୍ଷୀରେ ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି। ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କର କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶର ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୁରି ବୁଲିବ। ଏ ଥିଲା କନ୍ୟା ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତି ବିଷୟରେ। ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ ଅସୁବିଧା ଭିତରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ। ମୂଲ୍ୟବାନ ଜିନିଷ କିଣିବା ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ଚାକିରିରେ, ସଭା ସମିତିରେ
ସମ୍ମାନ ଲାଭ କରିବେ। ଘରେ ଯେତେ ଭଲ କାମ କଲେ ସୁଦ୍ଧା ସ୍ନେହ, ଶ୍ରଦ୍ଧା ଓ ଆଦର ପାଇପାରିବେ ନାହିଁ। କାମଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଏ ଥିଲା ତୁଳା ରାଶି ବ୍ୟକ୍ତି ବିଷୟରେ। ଆସନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତି ବିଷୟରେ। କେନ୍ଦ୍ରସ୍ଥ ଶନି ଜନିତ ଯେତେ ସତର୍କତାର ସହ ଚାଲିଲେ ମଧ୍ୟ ସମସ୍ୟା ହେତୁ ମାନସିକ ସ୍ଥିତି ଉଦ୍ବେଗ ରହିବ। ଭୁଲ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିପାରେ। ନିଜକୁ ଊର୍ଜାବାନ ଅନୁଭବ କରିବେ। ଆପଣଙ୍କୁ ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ଏ ଥିଲା ବିଛା ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ପରିବାର ସ୍ଥାନରେ ରାହୁ ଥିବାରୁ ଅସୁସ୍ଥ ବିଚାରଧାରା ହିଁ ଅଶାନ୍ତିର କେନ୍ଦ୍ରବିନ୍ଦୁ ହେବ। ମାଲି ମକଦ୍ଦମା ପ୍ରତିଦ୍ୱନ୍ଦିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ବାଧ୍ୟବାଧକତାରେ ନାହିଁ କରି ନ ପାରୁଥିବା ଦୂରଯାତ୍ରା କରିବାକୁ ପଡ଼ିପାରେ। ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖିନ ଦ୍ରବ୍ୟ ପ୍ରୟୋଗ କରିବାର ଆବଶ୍ୟକତା ପଡ଼ିପାରେ। କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଏ ଥିଲା ଧନୁରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଆସନ୍ତୁ ଜାଣିବା ମକର ରାଶି ବ୍ୟକ୍ତି ବିଷୟରେ। ଶୁକ୍ର ଓ ବୁଧ ରାଶି ଦେଖୁଥିବାରୁ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହୋଇଯିବ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ସଙ୍ଗୀତରେ ଉନ୍ନତି କରିବେ। ପରିଭ୍ରମଣ କ୍ଷେତ୍ରରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି। ବନ୍ଧୁ ଗହଣରେ ଟିକିଏ କଥାରେ ରାଗି ତାହା କହିବା ଫଳରେ କିଛି ସମସ୍ୟା ଆସିପାରେ। ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧାପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ନୂଆ ଦାୟିତ୍ୱ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଏ ଥିଲା ମକର ରାଶି ବ୍ୟକ୍ତି ବିଷୟରେ। ଆସନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତି ବିଷୟରେ। ଷଷ୍ଠାଧିପତି ସହ କେତୁଜନିତ ପରୋକ୍ଷ ଶତ୍ରୁତା ମନକୁ ଭାରାକ୍ରାନ୍ତ କରାଇବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ବନ୍ଧୁମାନଙ୍କ ମଧ୍ୟସ୍ଥତାରେ ବହୁତ ଦିନ ହେଲା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଆପଣଙ୍କ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟୀକୁ ନେଇ ଭଲ ସଉଦା ହେବାର ସମ୍ଭାବନା ରହିଛି। ପ୍ରିୟତମଙ୍କ ଠାରୁ ଉପହାର ପାଇବେ। ଏ ଥିଲା କୁମ୍ଭ ରାଶି ବ୍ୟକ୍ତି ବିଷୟରେ। ଆସନ୍ତୁ ଜାଣିବା ମୀନରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ। ଚନ୍ଦ୍ରଙ୍କ ଉପରେ ରାହୁଙ୍କ ଦୃଷ୍ଟି ଯୋଗୁଁ ଭୁଲ ନିଷ୍ପତ୍ତି ନେଇ ପଶ୍ଚାତାପ କରିପାରନ୍ତି। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, ଅଭାବ ଓ ଅସୁବିଧା ପରିଲକ୍ଷିତ ହୋଇପାରେ। କଠୋର ପରିଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି। ମୂଲ୍ୟବାନ ଜିନିଷ କ୍ରୟ କରିବା, ନୂତନ ପ୍ରକଳ୍ପ ଉଦ୍ୟୋଗର ପୁଞ୍ଜି ଲଗାଣ ସକାଶେ ଅର୍ଥ ଚିନ୍ତା ଘଟିପାରେ। ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।